ओम गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरुवे नमः। हरि ओम शंभु हरि ओम शंभु। नमस्कार प्रिय दर्शक बंधु, आज आम जानिबा कर्कट राशि व्यक्ति विषय जीवन रे एही नूतन वर्ष 2026 ଜାନୁଆରୀ 14 ଆସିବାକୁ ଯାଉଥିବା ମକର ସଂକ୍ରାନ୍ତି ଠାରୁ ଆପଣଙ୍କ ଜୀବନଟି କିପରି ପରିବର୍ତ୍ତନ ହେବ, ନଚେତ୍ ଆପଣଙ୍କ ଜୀବନରେ କିଭଳି ନବଗ୍ରହଙ୍କ ସ୍ଥିତିର ସୁଦୃଢ଼ ଏବଂ ନବଗ୍ରହଙ୍କ ସ୍ଥିତି କିପରି ଚଳନ କରିବେ, ଫଳରେ ଆପଣଙ୍କ ଜୀବନରେ କେଉଁ ସବୁ କାର୍ଯ୍ୟ ଦେଖିବାକୁ ଲାଗିବ। ତେଣୁ ଆପଣ ଯଦି କର୍କଟ ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ତା ସହିତ କମେଣ୍ଟରେ ଜୟ ମହାଦେବ, ଜୟ ଶନିଦେବ ଏବଂ ଜୟ ମା ମଙ୍ଗଳା ନିଶ୍ଚୟ ଲେଖିବେ। ତେବେ ଦେଖନ୍ତୁ, ପ୍ରଥମତଃ କର୍କଟ ରାଶିର ବ୍ୟକ୍ତିବିଶେଷଙ୍କର ଆପଣଙ୍କର ପ୍ରଥମତଃ ଅଧିପତି ହେଉଛନ୍ତି ଶନି ମହାଗ୍ରହ, ଯାହା ଆପଣଙ୍କ ପାଇଁ ବହୁତ ମାତ୍ରାରେ ଫଳପ୍ରଦ କରାଇବେ। ଏହି ମକର ସଂକ୍ରାନ୍ତି ଠାରୁ ଶନିଙ୍କର ପ୍ରଭାବ ଆପଣଙ୍କ ଉପରେ ବହୁତ ମାତ୍ରାରେ ପଡ଼ିବ ଏବଂ ଶନି ହେଉଛନ୍ତି କର୍ମଫଳଦାତା। ତେଣୁ ଆପଣ ଆପଣଙ୍କର କର୍ମକୁ ଟିକେ ଧ୍ୟାନ ଦିଅନ୍ତୁ। ଆପଣଙ୍କର କର୍ମ ଯଦି ଭଲ ହେବ, ତେବେ ଆପଣଙ୍କର ଫଳ ମଧ୍ୟ ବହୁତ ମାତ୍ରାରେ ଭଲ ହେବ। ତେଣୁ ଆପଣଙ୍କ ଦ୍ୱାରା ଯଦି ଯେମିତି ସମ୍ଭବ ହେଉଛି ଟିକେ ଭଲ କର୍ମ କରନ୍ତୁ। ଆପଣଙ୍କ ଦ୍ୱାରା ଯଦି କୌଣସି ସମ୍ଭବ ଅର୍ଥଦାନ ହୋଇପାରୁଛି କିମ୍ବା ଖାଦ୍ୟଦାନ ହୋଇପାରୁଛି, ବସ୍ତ୍ରଦାନ ମଧ୍ୟ ହୋଇପାରୁଛି, ଯାହା ଆପଣଙ୍କ ଦ୍ୱାରା ସମ୍ଭବ କିଛି ଦାନ କରନ୍ତୁ। କାରଣ ଦେଖନ୍ତୁ, ସମସ୍ତେ ଆସିଛେ ଖାଲି ହାତରେ, ସମସ୍ତେ ମଧ୍ୟ ଯିବା ଖାଲି ହାତରେ, କିନ୍ତୁ କିଛି ଦାନ କରିବା ଦ୍ୱାରା ଆପଣଙ୍କର ପୁଣ୍ୟ ଫଳ ମଧ୍ୟ ହୋଇଥାଏ ଏବଂ ତା ସହିତ ଆପଣଙ୍କର କର୍ମ ମଧ୍ୟ ବହୁତ ମାତ୍ରାରେ ଉଜ୍ଜଳମୟ ହୋଇଯାଇଥାଏ। ଫଳରେ ଆପଣଙ୍କର କର୍ମ ଫଳଦାତା ଶନି ଆପଣଙ୍କୁ ବହୁତ ମାତ୍ରାରେ ସହଯୋଗ କରିଥାନ୍ତି ଏବଂ ଆପଣଙ୍କୁ ବହୁତ ମାତ୍ରାରେ ମଧ୍ୟ ସହାୟତା କରିଥାନ୍ତି। ତେଣୁ ଆପଣ ଆପଣଙ୍କର କର୍ମ ଉପରେ ଧ୍ୟାନ ନିଶ୍ଚୟ ଭାବରେ ଦେବେ। ଦ୍ୱିତୀୟରେ, ଏହି ମକର ସଂକ୍ରାନ୍ତି ଠାରୁ ଆପଣଙ୍କ ଜୀବନରେ କିଛି ବହୁତ ବଡ଼ ପରିବର୍ତ୍ତନ ହେବ। ଦେଖନ୍ତୁ, ଏହି 3ଟି ଉପାୟ ଦେଉଛି, ଯାହାକୁ ଆପଣ ମାନିଲେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ସୁନ୍ଦରମୟ ଏବଂ ସରଳମୟ ମଧ୍ୟ ହୋଇଯିବ। ତେଣୁ ଦେଖନ୍ତୁ, ପ୍ରଥମେ ଆପଣଙ୍କର ଇଷ୍ଟଦେବ ମହାଦେବ ମନ୍ଦିରକୁ ଯାତ୍ରା କରିବେ। ଏହି ମକର ସଂକ୍ରାନ୍ତି ଠାରୁ ଯେକୌଣସି ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ। ଆପଣଙ୍କର ଇଷ୍ଟଦେବ ହେଉଛନ୍ତି ମହାଦେବ। ତେଣୁ ଆପଣ ଏହି ମକର ସଂକ୍ରାନ୍ତି ଠାରୁ ଆପଣଙ୍କ ନିକଟସ୍ଥ ମହାଦେବ ମନ୍ଦିର ହେଉ କିମ୍ବା ଯେକୌଣସି ମହାଦେବ ମନ୍ଦିରକୁ ଯାଇ ଆପଣଙ୍କ ଜାତକ ନାମ ଅନୁସାରେ ଜଳସାଇ କରାନ୍ତୁ। ତା ସହିତ ବେଲପତ୍ର ମଧ୍ୟ ଚଢ଼ାନ୍ତୁ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କୁ ଫଳପ୍ରଦ ହେବ ଏବଂ ଆପଣଙ୍କୁ ମହାଦେବଙ୍କର ବିଶେଷ ମାତ୍ରାରେ ଆଶୀର୍ବାଦ ମଧ୍ୟ ରହିବ। ଦ୍ୱିତୀୟରେ, ଆପଣ ପ୍ରତ୍ୟେକ ଦିନ ସ୍ନାନ କରିସାରିବା ମାତ୍ରେ, ଦେଖନ୍ତୁ ଏକଥା ମୁଁ ଆପଣଙ୍କୁ କାହିଁ କହୁଛି, କାରଣ ସୂର୍ଯ୍ୟ ଆପଣଙ୍କର ଗୁରୁ ରୂପରେ ମଧ୍ୟ ଅଛନ୍ତି। ଶନି ଆପଣଙ୍କର ପଞ୍ଚମ ଭାଗରେ ଅଛନ୍ତି, କିନ୍ତୁ ସୂର୍ଯ୍ୟ ଆପଣଙ୍କର ନବଗ୍ରହଙ୍କ ମଧ୍ୟରେ ଗୁରୁ ଭାବରେ ଅଛନ୍ତି। ତେଣୁ ଆପଣ ପ୍ରତ୍ୟେକ ଦିନ ସ୍ନାନ କରିସାରିବା ମାତ୍ରେ ଆପଣଙ୍କ ଦ୍ୱାରା ଯେତିକି ସମ୍ଭବ ହେଉଛି, କିନ୍ତୁ ମନେ ରଖନ୍ତୁ 7 ଆଞ୍ଜୁଳି କିମ୍ବା 5 ଆଞ୍ଜୁଳି ଜଳ ଅର୍ପଣ କରାଯାଇଥାଏ। ପ୍ରତ୍ୟେକ ଦିନ ସ୍ନାନ କରିସାରିବା ମାତ୍ରେ ସୂର୍ଯ୍ୟଙ୍କୁ ଅନାଇ ଆପଣ 7 ଆଞ୍ଜୁଳାଏ କିମ୍ବା 5 ଆଞ୍ଜୁଳାଏ ଜଳ ଅର୍ପଣ କରନ୍ତୁ ଏବଂ ଓମ୍ ସୂର୍ଯ୍ୟାୟ ନମଃ କହନ୍ତୁ। ଦେଖିବେ ସୂର୍ଯ୍ୟଙ୍କର ବହୁତ ମାତ୍ରାରେ ଆପଣଙ୍କ ଉପରେ ଫଳପ୍ରଦ ହେବ ଏବଂ
ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯାହା ବି ପରିବର୍ତ୍ତନ ଆସିବ କିମ୍ବା ଆପଣଙ୍କର ଚର୍ମଜନିତ ଯଦି ସମସ୍ୟା ରହୁଛି ସ୍ୱାସ୍ଥ୍ୟରେ, ଦେଖିବେ ସୂର୍ଯ୍ୟ ଆପଣଙ୍କର ବହୁତ ମାତ୍ରାରେ ପରିବର୍ତ୍ତନ କରାଇଦେବେ। ତୃତୀୟରେ ଆପଣଙ୍କର ଗ୍ରାମ ଦେବୀ, ଦେଖନ୍ତୁ ଆପଣଙ୍କର ଇଷ୍ଟ ଦେବୀ ହେଉଛନ୍ତି ମହାଦେବ ଏବଂ ଆପଣଙ୍କର ଇଷ୍ଟ ଦେବୀ ହେଉଛନ୍ତି ମା ମଙ୍ଗଳା। ତେଣୁ ଆପଣ ଯେକୌଣସି ଆପଣଙ୍କର ଗ୍ରାମ ଦେବୀ ହୁଅନ୍ତୁ କିମ୍ବା ଆପଣଙ୍କର ନିକଟସ୍ଥ ଯେକୌଣସି ମଙ୍ଗଳା ମନ୍ଦିରକୁ ଯାଆନ୍ତୁ। ଆପଣଙ୍କ ଘରେ ଆପଣଙ୍କର ଯେତିକି ସଦସ୍ୟ ଅଛନ୍ତି ସେତିକି ସଦସ୍ୟଙ୍କ ନାଁରେ ରାଶି ତେଲରେ ଆପଣ ମା ମଙ୍ଗଳାଙ୍କ ପାଖରେ ଦୀପ ଜଳାନ୍ତୁ। ଦେଖିବେ ବହୁତ ମାତ୍ରାରେ ମଙ୍ଗଳା ମା ଆପଣଙ୍କୁ ଆଶୀର୍ବାଦ ଦେବେ ଏବଂ ଆପଣଙ୍କୁ ଘଣ୍ଟ ଘୋଡ଼ାଇ ମଧ୍ୟ ଦେଖିବେ ଆପଣଙ୍କୁ ମା ମଙ୍ଗଳାଙ୍କର ବିଶେଷ ମାତ୍ରାରେ ଆଶୀର୍ବାଦ ରହିବ। ତେଣୁ ଆପଣଙ୍କର ମା ମଙ୍ଗଳା ହେଉଛନ୍ତି ଇଷ୍ଟ ଦେବୀ ଏବଂ ଇଷ୍ଟ ଦେବୀଙ୍କ ହେତୁ ଆପଣ ଯେତେ ମାତ୍ରାରେ ପାରିବେ ଏହିପରି କାର୍ଯ୍ୟ କରିପାରିବେ। ଏବଂ ଚତୁର୍ଥରେ ଆଉ ଗୋଟେ କାର୍ଯ୍ୟ ମଧ୍ୟ କଲେ ଆପଣଙ୍କ ପାଇଁ ବହୁତ ମାତ୍ରାରେ ଫାଇଦାମନ୍ଦ ହେବ। ଦେଖନ୍ତୁ ଆପଣ ଆପଣଙ୍କ ଦ୍ୱାର ମୁହଁରେ ଏକ ଜଳ ଭରା କୁମ୍ଭରେ 5 ଯୋଡ଼ା ଆମ୍ବ ପତ୍ର ରଖି ପଇଡ଼ଟିଏ ରଖନ୍ତୁ ଏବଂ ଆପଣ ଯୁଆଡ଼େ ମଧ୍ୟ ଯାତ୍ରା କରୁଛନ୍ତି ସେ ପଇଡ଼ଟିକୁ ଅନାଇ ମୁଣ୍ଡିଆଟି ମାରି ଯାଆନ୍ତୁ। ଦେଖିବେ ଆପଣଙ୍କର ଶୁଭଯାତ୍ରା ମଧ୍ୟ ନିଶ୍ଚିତ ଭାବରେ ହେବ। ତେଣୁ ଆପଣ ଏହାକୁ ମାନିଲେ ଆପଣଙ୍କର ମଙ୍ଗଳ ହେବ। ଏବେ ଯଦି ଦେଖିବା ଆପଣଙ୍କର ଜୀବନରେ ଦେବଗୁରୁ ବୃହସ୍ପତିଙ୍କର ବହୁତ ମାତ୍ରାରେ ଆଶୀର୍ବାଦ ରହୁଛି ଏବଂ ଶନିଙ୍କର ମଧ୍ୟ ବିଶେଷ ଆଶୀର୍ବାଦ ରହୁଛି। ତେଣୁ କର୍କଟ ରାଶିର ବ୍ୟକ୍ତିବିଶେଷଙ୍କର କିଛି ଖରାପ ହେବ ନାହିଁ। ଏହି 2026ରେ ମକର ସଂକ୍ରାନ୍ତି ଠାରୁ ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବାକୁ ଲାଗିବ। ତେଣୁ ଆପଣ ଯଦି ପାରୁଛନ୍ତି ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ। ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଆପଣଙ୍କର ଜ୍ଞାନ ବଢ଼େ ଏବଂ ଆପଣଙ୍କର ବିବେକ, ଚେତନା ଏବଂ ଇନ୍ଦ୍ରିୟ ମଧ୍ୟ କଣ୍ଟ୍ରୋଲ ହୋଇପାରେ। ତେଣୁ ଆପଣ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ। ତାହା ସହିତ ଆପଣଙ୍କୁ ଯଦି ସମୟ ହେଉଛି ହରେକୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରନ୍ତୁ। ହରେକୃଷ୍ଣ ମହାମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କର ନବଗ୍ରହଙ୍କ ସ୍ଥିତି ସୁଦୃଢ଼ ହୋଇଥାଏ ଏବଂ ସ୍ଥିର ମଧ୍ୟ ରହିଥାଏ। ତେଣୁ ଆପଣ ଏହାକୁ ମାନିଲେ ଆପଣଙ୍କର ମଙ୍ଗଳ ନିଶ୍ଚିତ ଭାବରେ ହେବ। ତେଣୁ ଆପଣ ଯଦି କର୍କଟ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ ନିଶ୍ଚିତ ଭାବରେ କରୁଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ ଏବଂ କମେଣ୍ଟରେ ଜୟ ମହାଦେବ, ଜୟ ଶନିଦେବ, ଜୟ ମା ମଙ୍ଗଳା ନିଶ୍ଚିତ ଲେଖିବେ। ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।